ନେହମିଆ ଅଧ୍ୟାୟ 1। ନେହେମିଆଙ୍କ ଆହ୍ୱାନ। ହାକାଲିଆଙ୍କ ପୁତ୍ର ନେହେମିଆଙ୍କ ବାକ୍ୟାବଳୀ। ରାଜା ଆର୍ତ୍ତକେଶସଙ୍କ ରାଜ୍ୟତର ବଂଶତିମ ବର୍ଷର କିସ୍ଲେଭ ମାସରେ ରାଜଧାନୀ ସୁସା ନଗରୀରେ ମୁଁ ଅବସ୍ଥାନ କରିଥିଲି। ମୋର ଭ୍ରାତାମାନଙ୍କ ସମୀପରୁ ହାନାନୀ ନାମକ ଜଣେ ବ୍ୟକ୍ତି କେତେକ ଲୋକଙ୍କ ସମେତ ଯୁଦାରୁ ଆସିଲା। ପ୍ରବାସ ଜୀବନ ପରେ ଅବଶିଷ୍ଟ ହୋଇ ରହୁଥିବା ଯିହୁଦୀମାନଙ୍କ ଓ ଜେରୁସାଲେମ ସମ୍ବନ୍ଧରେ ମୁଁ ସେମାନଙ୍କୁ ପ୍ରଶ୍ନ କଲି। ଉତ୍ତରରେ ସେମାନେ ମୋତେ କହିଲେ, ପ୍ରବାସ ଜୀବନରୁ ରକ୍ଷା ପାଇ ସେହି ଅଞ୍ଚଳରେ ଜୀବନଯାପନ କରୁଥିବା ସେହି ଲୋକ ମହା ଦୁଃଖ ତଥା ଅପମାନ ଭୋଗ କରନ୍ତି। ଜେରୁସାଲେମ ପରିବେଷ୍ଟିତ ପ୍ରାଚୀର ଭଗ୍ନ ଅବସ୍ଥାରେ ରହିଛି। ତାହାର ପ୍ରବେଶ ପଥ ସମୂହ ଅଗ୍ନିରେ ବିନଷ୍ଟ ହୋଇଛି। ଏହା ଶୁଣି ମୁଁ ଆସୀନ ହେଲି ଓ ବିଳାପ କରିବାକୁ ଲାଗିଲି। ବହୁ ଦିନ ବ୍ୟାପୀ ମୁଁ ରୋଦନ କଲି। ଉପବାସ ପୂର୍ବକ ସ୍ୱର୍ଗସ୍ଥ ଈଶ୍ୱରଙ୍କ ସନ୍ନିଧାନରେ ମୁଁ ପ୍ରାର୍ଥନା କଲି। ନିବେଦନ କରି ମୁଁ ଏହିପରି କହିଲି, ପ୍ରଭୁ ହେ ସ୍ୱର୍ଗସ୍ଥ ଈଶ୍ୱର, ଯେଉଁମାନେ ତୁମକୁ ସ୍ନେହ କରି ତୁମର ଆଜ୍ଞାବଳୀକୁ କାର୍ଯ୍ୟକାରୀ କରନ୍ତି, ସେମାନଙ୍କ ସହ ବ୍ୟବସ୍ଥା ବିଧାନ ସ୍ଥାପନ କରି ଯିଏ ସେମାନଙ୍କୁ ତୁମର ନିରନ୍ତର କରୁଣା ପ୍ରଦର୍ଶନ କରନ୍ତି, ସେହି ହେ ମହାନ ତଥା ଭୟାନକ ଈଶ୍ୱର। ତୁମର ଯେଉଁ ସ୍ୱଜନ ଇସ୍ରାଏଲୀୟ ଦାସଗଣ ତୁମ୍ଭ ବିରୁଦ୍ଧରେ ପାପ କରିଛନ୍ତି, ସେମାନଙ୍କ ପ୍ରତି ପ୍ରାର୍ଥନା ଅର୍ପଣ କରୁଥିବା ତୁମର ଏହି ଦାସଟିର ପ୍ରାର୍ଥନା ଶୁଣିବା ପାଇଁ ତୁମର କର୍ଣ୍ଣ ମନୋଯୋଗୀ ହେଉ ଓ ତୁମର ଚକ୍ଷୁ ଉନ୍ମୁକ୍ତ ହେଉ। ହଁ, ମୁଁ ଓ ମୋର ପିତୃବଂଶ ପାପ କରିଅଛୁ। ଆମେ ତୁମ୍ଭ ବିରୁଦ୍ଧରେ ଘୋର ପାପ କଲୁ। ତୁମ ଦାସ ମୋଶେସଙ୍କ ଜରିଆରେ ତୁମ ପ୍ରଦତ୍ତ ଆଜ୍ଞା, ନିୟମ ତଥା ଅଧ୍ୟାଦେଶଗୁଡ଼ିକ ଆମେ ପାଳନ କଲୁ ନାହିଁ। ତୁମର ଦାସ ମୋଶେସଙ୍କ ନିକଟରେ ତୁମ ଦ୍ୱାରା କଥିତ ଏହି ବଚନ ସ୍ମରଣ କର। ତୁମ୍ଭେମାନେ ଯଦି ଅବିଶ୍ୱସ୍ତ ହୁଅ, ତେବେ ମୁଁ ତୁମ୍ଭମାନଙ୍କୁ ଜାତି ସମୂହ ମଧ୍ୟରେ ବିକ୍ଷିପ୍ତ କରିବି। କିନ୍ତୁ ତୁମ୍ଭେମାନେ ଯଦି ମୋ ସମୀପକୁ ଫେରାଇ ମୋର ଆଜ୍ଞାବଳୀକୁ ପାଳନ ତଥା କାର୍ଯ୍ୟକାରୀ କରିବ, ତେବେ ମୁଁ ତୁମର ଜନତା ଦୂରାନ୍ତର ନଭମଣ୍ଡଳ ପର୍ଯ୍ୟନ୍ତ ବିକ୍ଷିପ୍ତ ହେଲେ ମଧ୍ୟ ମୁଁ ସେମାନଙ୍କୁ ସେଠାରେ ସଂଗ୍ରହ କରି ମୋର ନାମକୁ ସ୍ଥାପନ କରିବା ପାଇଁ ମୋ ଦ୍ୱାରା ମନୋନୀତ ସ୍ଥାନକୁ ଫେରାଇ ଆଣିବି। ସେମାନେ ତୁମର ଦାସ ତଥା ସ୍ୱଜନ ଅଟନ୍ତି। ତୁମର ପରାକ୍ରମ ତଥା ଶକ୍ତିଶାଳୀ ବହୁ ବଳରେ ତୁମେ ସେମାନଙ୍କୁ ଉଦ୍ଧାର କରିଅଛ। ହେ ପ୍ରଭୁ, ତୁମର ଏହି ଦାସଟିର ଓ ଯେଉଁମାନେ ତୁମ ପ୍ରତି ଭୟଭକ୍ତି ପ୍ରଦର୍ଶନ କରିବାକୁ ଆନନ୍ଦିତ, ସେହି ତୁମ ଦାସମାନଙ୍କର ପ୍ରାର୍ଥନା ପ୍ରତି କର୍ଣ୍ଣପାତ କରିବା ସକାଶୁ ତୁମେ କର୍ଣ୍ଣ ମନୋଯୋଗୀ ହୁଅ। ତୁମର ଏହି ଦାସଟିକୁ ବିଜୟ ପ୍ରଦାନ କର ଓ ଏହି ବ୍ୟକ୍ତିଙ୍କ ଦୃଷ୍ଟିରେ ସେ ଯେପରି ଅନୁକମ୍ପା ପ୍ରାପ୍ତ ହୁଏ, ସେଥିପାଇଁ ସାହାଯ୍ୟ କର। ସେ ସମୟରେ ମୁଁ ରାଜାଙ୍କର ପାନପାତ୍ର ବାହକ ଥିଲି। ନେହେମିଆଙ୍କ ଜେରୁସାଲେମ ପାତ୍ର। ନେହେମିଆ ଅଧ୍ୟାୟ 2। ରାଜା ଆର୍ତ୍ତକେଶସଙ୍କ ରାଜ୍ୟତର 20ତମ ବର୍ଷର ନିସାନ ମାସରେ ପାନପାତ୍ର ନେଇ ମୁଁ ସେଥିରେ ଦ୍ରାକ୍ଷାରସ ପୂର୍ଣ୍ଣ କରି ରାଜାଙ୍କ ହସ୍ତରେ ସମର୍ପଣ କଲି। ଏଯାବତ୍ ତାଙ୍କ ସମ୍ମୁଖରେ ମୁଁ କେବେ ହେଁ ଶୋକ ପ୍ରକାଶ କରିନଥିଲି। ତେଣୁ ରାଜା ମୋତେ ପଚାରିଲେ, ରୋଗ ପୀଡ଼ିତ ନଥିବା ସତ୍ତ୍ୱେ ତୁମେ କାହିଁକି ଶୋକାକୁଳ ହୋଇଛ? ଏହା ମର୍ମ ବେଦନା ବ୍ୟତୀତ ଅନ୍ୟ କିଛି ନୁହେଁ। ମୁଁ ଅତ୍ୟଧିକ ଭୟବିହ୍ୱଳ ହେଲି। ତଥାପି ମୁଁ ରାଜାଙ୍କୁ କହିଲି, ରାଜା ଦୀର୍ଘଜୀବୀ ହୁଅନ୍ତୁ। ଯେଉଁଠାରେ ମୋର ପିତୃପୁରୁଷମାନଙ୍କ କବରସ୍ଥଳୀ ସମୂହ ଅବସ୍ଥିତ, ସେହି ନଗରୀଟି ବିଧ୍ୱସ୍ତ ଅବସ୍ଥାରେ ରହିଛି ଓ ତାର ଦ୍ୱାର ସମୂହ ଅଗ୍ନିରେ ବିନଷ୍ଟ ହୋଇଛି। ତାହାହେଲେ ମୋର ମୁଖ କାହିଁକି ଶୋକାକୁଳ ହେବ ନାହିଁ? ସେ ସମୟରେ ରାଜା ମୋତେ ପୁନରାୟ ପଚାରିଲେ, ତାହାହେଲେ ତୁମେ କ'ଣ ଭିକ୍ଷା କରୁଅଛ? ତେଣୁ ମୁଁ ସ୍ୱର୍ଗସ୍ଥ ଈଶ୍ୱରଙ୍କ ସନ୍ନିଧାନରେ ପ୍ରାର୍ଥନା କଲି। ତତ୍ପରେ ମୁଁ ଉତ୍ତରରେ ରାଜାଙ୍କୁ କହିଲି, ରାଜା ଯଦି ଇଚ୍ଛୁକ ହୁଅନ୍ତି ଓ ତୁମର ଏହି ଦାସ
ମୁଁ ଯଦି ତୁମ ଦୃଷ୍ଟିରେ ପ୍ରୀତି ପ୍ରାପ୍ତ ହୋଇଛି, ତେବେ ଯେଉଁଠାରେ ମୋର ପିତୃପୁରୁଷମାନଙ୍କ କବ୍ରସ୍ଥାନ ସମୂହ ଅବସ୍ଥିତ, ସେହି ନଗରୀକୁ ପୁନର୍ନିର୍ମାଣ କରିବା ପାଇଁ ମୋତେ ଯୁଦାକୁ ପଠାଇ ଦିଅ। ରାଣୀ ସେ ସମୟରେ ରାଜାଙ୍କ ସମୀପରେ ଉପବିଷ୍ଟ ଥିଲା। ରାଜା ମୋତେ ପୁନରାୟ ପଚାରିଲେ, ତୁମେ ଏଠାରୁ କେତେ ସମୟ ପାଇଁ ଯିବ? ପୁଣି କେବେ ତୁମେ ଫେରି ଆସିବ? ମୋତେ ପଠାଇବା ପାଇଁ ରାଜା ସଦୟ ହେବାରୁ ମୁଁ ଏକ ନିର୍ଦ୍ଦିଷ୍ଟ ସମୟରେ ସୂଚନା ଦେଲି। ତତ୍ପରେ ମୁଁ ରାଜାଙ୍କୁ କହିଲି, ରାଜା ଯଦି ଇଚ୍ଛୁକ ହୁଅନ୍ତି, ତେବେ ଯୁଦା ପ୍ରଦେଶକୁ ଆସି ପହଞ୍ଚିବା ପର୍ଯ୍ୟନ୍ତ ସେମାନଙ୍କ ଅଧୀନସ୍ଥ ଅଞ୍ଚଳ ଦେଇ ଯାତ୍ରା କରିବା ସକାଶେ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳରେ ଦେଶାଧିପତିମାନଙ୍କ ପ୍ରତି ରଚିତ ଗୋଟିଏ ପତ୍ର ରାଜା ମୋତେ ପ୍ରଦାନ କରନ୍ତୁ। ଏତତ୍ ବ୍ୟତୀତ ଦେବାଳୟର ଦ୍ୱାରসমূହ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଅରା, କାଷ୍ଠ ଓ ନଗରୀ ପ୍ରାଚୀର ତଥା ମୋର ବାସଗୃହ ପାଇଁ ଆବଶ୍ୟକ କାଷ୍ଠ ମୋତେ ଦାନ କରିବା ନିମନ୍ତେ ରାଜାଙ୍କ ବନରକ୍ଷୀ ଆସାଫର ପ୍ରତି ଲିପିବଦ୍ଧ ଅନ୍ୟ ଗୋଟିଏ ପତ୍ର ମଧ୍ୟ ରାଜା ମୋତେ ପ୍ରଦାନ କରନ୍ତୁ। ଯେଉଁ ପତ୍ର ସମୂହ ମୁଁ ଭିକ୍ଷା କଲି, ରାଜା ସେ ସମସ୍ତ ମୋତେ ପ୍ରଦାନ କଲେ, କାରଣ ମୋର ଈଶ୍ୱରଙ୍କ ଉତ୍ତମ ହସ୍ତ ମୋର ସହବର୍ତ୍ତୀ ଥିଲା। ଏହାପରେ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳର ଦେଶାଧିପତିମାନଙ୍କ ପାଖକୁ ଆସି ରାଜାଙ୍କ ପତ୍ର ସମୂହକୁ ମୁଁ ସମର୍ପଣ କଲି। ସେନାପତିଗଣ ତଥା ଅଶ୍ୱାରୋହୀମାନଙ୍କୁ ରାଜା ମୋ ସହିତ ପଠାଇଥିଲେ, କିନ୍ତୁ ଇସ୍ରାଏଲୀୟ ଜନତାର ମଙ୍ଗଳ ସାଧନ ପାଇଁ ଜଣେ ବ୍ୟକ୍ତି ଯେ ଆସିଛି, ହରନିୟ, ସାନବାଲାତ ଓ ତେବିଆ ନାମକ ଜଣେ ଆମ୍ଳଣୀୟ ଦାସ, ଏହା ଶୁଣି ସେମାନେ ଅତ୍ୟଧିକ ଅସନ୍ତୋଷ ପ୍ରକାଶ କଲେ। ତତ୍ପରେ ମୁଁ ଜେରୁସାଲେମକୁ ଆସି 3 ଦିନ ଧରି ସେଠାରେ ଅବସ୍ଥାନ କଲି। ଏହାପରେ ମୁଁ ଓ ମୋର ସହବର୍ତ୍ତୀ କେତେକ ଲୋକ ରାତ୍ରି କାଳରେ ଉଠିଲୁ। ଜେରୁସାଲେମରେ ଯାହା କରିବା ପାଇଁ ମୋ ଅନ୍ତରରେ ମୋର ଈଶ୍ୱର ଯେଉଁ ଆଲୋଚନା ପ୍ରବର୍ତ୍ତାଇଥିଲେ, ସେ ସମ୍ବନ୍ଧରେ ମୁଁ କାହାକୁ କିଛି କହିନଥିଲି। ରାତ୍ରି କାଳରେ ଉପତ୍ୟକା ଦ୍ୱାର ଦେଇ ମୁଁ ବାହାରି ଗଲି ଓ ଶୃଗାଳ କୂପ ତଥା ଗୋବର ଦ୍ୱାର ପର୍ଯ୍ୟନ୍ତ ଯାତ୍ରା କରି ଭଗ୍ନ ଅବସ୍ଥାରେ ପଡ଼ି ରହିଥିବା ଜେରୁସାଲେମରେ ପ୍ରାଚୀର ଏବଂ ଅଗ୍ନିରେ ବିନଷ୍ଟ ହୋଇଥିବା ଦ୍ୱାର ସମୂହକୁ ମୁଁ ପରିଦର୍ଶନ କଲି। ତତ୍ପରେ ମୁଁ ଜଳସ୍ରୋତ ଦ୍ୱାର ତଥା ରାଜପୁଷ୍ପରଣୀ ପର୍ଯ୍ୟନ୍ତ ଯାତ୍ରା କଲି, କିନ୍ତୁ ମୋର ବାହନ ପଶୁର ଅତିକ୍ରମ ପାଇଁ ଯଥେଷ୍ଟ ସ୍ଥାନ ସେଠାରେ ଦେଖାଗଲା ନାହିଁ। ଏହାପରେ ଉପତ୍ୟକା ଦେଇ ରାତ୍ରି କାଳରେ ଯାତ୍ରା କରି ମୁଁ ପ୍ରାଚୀରକୁ ପରିଦର୍ଶନ କଲି। ପରିଶେଷରେ ମୁଁ ବୁଲି ପଡ଼ି ଉପତ୍ୟକା ଦ୍ୱାର ଦେଇ ଫେରି ଆସିଲି। ମୁଁ କେଉଁଠାକୁ ଯାଇଥିଲି କିମ୍ବା କ'ଣ କରିଥିଲି, ନଗରୀ ଅଧିପତିମାନେ ସେ ସମ୍ବନ୍ଧରେ କିଛି ଜାଣିନଥିଲେ। ଯାଜକ, ଅଧିପତି, ଅନ୍ୟାନ୍ୟ କର୍ମଚାରୀ କିମ୍ବା କାର୍ଯ୍ୟ କରିବାକୁ ଥିବା ଶ୍ରମିକ ପ୍ରଭୃତି ଯିହୁଦୀମାନଙ୍କୁ ମଧ୍ୟ ମୁଁ କିଛି କହିନଥିଲି। ଏହାପରେ ମୁଁ ସେମାନଙ୍କୁ କହିଲି, ଆମ୍ଭମାନଙ୍କର ଦୁରବସ୍ଥା ତୁମ୍ଭେମାନେ ଦେଖିଅଛ। ଜେରୁସାଲେମ ବିଧ୍ୱସ୍ତ ଓ ତାହାର ଦ୍ୱାର ସମୂହ ଦଗ୍ଧୀଭୂତ ହୋଇସାରିଛି। ଆସ, ଆମେ ଯେପରି ଆମ ଅପମାନର ପାତ୍ର ନ ହେବା, ସେଥିସକାଶେ ଆମେ ଜେରୁସାଲେମର ପ୍ରାଚୀରକୁ ନିର୍ମାଣ କରିବା। ମୋର ସାହାଯ୍ୟ ପାଇଁ ମୋର ଈଶ୍ୱରଙ୍କ ହସ୍ତ କେଉଁଭଳି ମୋର ସହବର୍ତ୍ତୀ ଥିଲା ଓ ରାଜା ମୋତେ ଯାହା କହିଥିଲେ, ଏ ସମସ୍ତ ବିଷୟ ମୁଁ ସେମାନଙ୍କୁ ବିଦିତ କଲି। ସେ ସମୟରେ ଆମେ ନିର୍ମାଣ କର୍ମ ଆରମ୍ଭ କରିବା ବୋଲି କହି ସେମାନେ ସେହି ଉତ୍ତମ କାର୍ଯ୍ୟ ପାଇଁ ପ୍ରସ୍ତୁତ ହେଲେ। କିନ୍ତୁ ହରନିୟ, ସାନବାଲାତ, ତବିଆ ନାମକ ଆମ୍ଳନୀୟ ସେହି ଦାସ ଓ ଆରବୀୟ ଗେସେମ ଏହା ଶୁଣି ଅବମାନନା ପୂର୍ବକ ଆମ୍ଭମାନଙ୍କୁ ଉପହାସ କରି କହିଲେ, ତୁମ୍ଭେମାନେ କ'ଣ କରୁଅଛ? ରାଜାଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ତୁମ୍ଭେମାନେ କ'ଣ ସଂକଳ୍ପ କରୁଅଛ? କିନ୍ତୁ ଉତ୍ତରରେ ମୁଁ ସେମାନଙ୍କୁ କହିଲି, ସ୍ୱର୍ଗସ୍ଥ ଈଶ୍ୱର ଆମ୍ଭମାନଙ୍କୁ ଜୟଯୁକ୍ତ କରିବେ। ତାହାଙ୍କର ଦାସ ଆମ୍ଭେମାନେ ଏହା ନିର୍ମାଣ କରିବୁ। କିନ୍ତୁ ଜେରୁସାଲେମରେ ତୁମ୍ଭମାନଙ୍କର କୌଣସି ଅଂଶ, ଅଧିକାର କିମ୍ବା ସ୍ମାରକୀ ନାହିଁ। ନେହମିୟା ଅଧ୍ୟାୟ 3। ପ୍ରାଚୀର ନିର୍ମାଣ। ନିଜ ଭ୍ରାତାଗଣ ଯାଜକମାନଙ୍କ ଗହଣରେ ମହାଯାଜକ ଏଲିଆସାବିତ ମେଷ ଦ୍ୱାରା ନିର୍ମାଣ କଲେ।
ସେମାନେ ତାହାର ଦ୍ୱାର ସମୂହ ସ୍ଥାପନ କରି ତାହାର ପ୍ରତିଷ୍ଠ କର୍ମ ସାଧନ କଲେ। ସେମାନେ ପୁଣି ସତ ଗମ୍ବୁଜ ଓ ହାନାନେଲର ଗମ୍ବୁଜ ପର୍ଯ୍ୟନ୍ତ ନିର୍ମାଣ କରି ସେ ସମସ୍ତର ପ୍ରତିଷ୍ଠା କର୍ମ ସାଧନ କଲେ। ତାହାର ସମୀପବର୍ତ୍ତୀ ଭାଗକୁ ଜେରିଖୋବାସୀମାନେ ଓ ତାହାର ନିକଟବର୍ତ୍ତୀ ଭାଗକୁ ଇମ୍ରିର ପୁତ୍ର ସାଖୁର ନିର୍ମାଣ କଲେ। ହାସେନାର ପୁତ୍ରମାନେ ମତ୍ସ୍ୟ ଦ୍ୱାର ନିର୍ମାଣ କଲେ। ସେମାନେ ତାହାର ଅରା ଦ୍ୱାର ହୁତୁକା ତଥା ଅର୍ଗଳ ସ୍ଥାପନ କଲେ। ତାହାର ପାର୍ଶ୍ୱ ଭାଗକୁ ହାକସର ପତ୍ର ଓ ଉରିଆର ପୁତ୍ର ମେରେମଥ ମରାମତି କଲେ। ତାର ସମୀପବର୍ତ୍ତୀ ଭାଗକୁ ମେସାବେଲର ପୁତ୍ର ଓ ବେରଖିଆର ପୁତ୍ର ମେସୁଲାମ ଓ ତାହାର ନିକଟବର୍ତ୍ତୀ ଭାଗକୁ ବାନାର ପୁତ୍ର ସଦକ ମରାମତି କଲେ। ତେକେଇଆ ଲୋକେ ତାହାର ସମୀପବର୍ତ୍ତୀ ଭାଗକୁ ମରାମତି କଲେ। କିନ୍ତୁ ସେମାନଙ୍କ ପ୍ରମୁଖ ବ୍ୟକ୍ତିଗଣ ସେମାନଙ୍କ ପ୍ରଭୁଙ୍କ କାର୍ଯ୍ୟରେ ସହାୟକ ହେଲେ ନାହିଁ। ପାସେୟାର ପୁତ୍ର ଜଇୟାଦ ଓ ବେସେଦିଆର ପୁତ୍ର ମେସୁଲାମ ପୁରାତନ ଦ୍ୱାରର ମରାମତି କଲେ। ସେମାନେ ତାର ଅରା ଦ୍ୱାରା ହୁଡୁକା ତଥା ଅର୍ଗଳ ସ୍ଥାପନ କଲେ। ତାହାର ପାର୍ଶ୍ୱସ୍ଥିତ ଭାଗକୁ ଗିବିୟାନୀୟ, ମେଲାତୀୟ, ମେରନତୀୟ, ଜାଦନ ଏବଂ ଗିବେୟାନ ଓ ମିସ୍ପାବାସୀ ଲୋକେ ମରାମତି କଲେ। ଏମାନେ ନଦୀର ଅପର ପାର୍ଶ୍ୱସ୍ଥ ଅଞ୍ଚଳର ଦେଶାଧିପତିଙ୍କ ଅଧୀନସ୍ଥ ଲୋକେ ଥିଲେ। ତାହାର ପାର୍ଶ୍ୱସ୍ଥିତ ଭାଗକୁ ସ୍ୱର୍ଣ୍ଣକାର ହାରହାଇର ପୁତ୍ର ଉସିଏଲ ନିର୍ମାଣ କଲେ। ତାହାର ନିକଟବର୍ତ୍ତୀ ଭାଗକୁ ସୁଗନ୍ଧ ଦ୍ରବ୍ୟରେ ବଣିକମାନଙ୍କ ମଧ୍ୟରୁ ହାନାନିଆ ନାମକ ଜଣେ ବ୍ୟକ୍ତି ନିର୍ମାଣ କଲା। ସେମାନେ ଏହିପରି ପ୍ରଶସ୍ତ ପ୍ରାଚୀର ପର୍ଯ୍ୟନ୍ତ ଜେରୁସାଲେମକୁ ପୁନର୍ନିର୍ମାଣ କଲେ। ତାହାର ସମୀପବର୍ତ୍ତୀ ଭାଗକୁ ଜେରୁସାଲେମର ଅର୍ଦ୍ଧଭାଗର ଶାସକ ହୁରର ପୁତ୍ର ରେଫାଇୟା ନିର୍ମାଣ କଲା। ହାରୁମ୍ପାର ପୁତ୍ର ଜେଦାଇୟା ନିଜ ଗୃହର ସମ୍ମୁଖସ୍ଥ ଭାଗକୁ ମରାମତି କଲା। ତାହାର ପାର୍ଶ୍ୱସ୍ଥିତ ଭାଗକୁ ହାସବାନିଆର ପୁତ୍ର ହାତୁସ ମରାମତି କଲା। ହାରିମ୍ର ପୁତ୍ର ମାଲଖିଜା ଓ ପାହାତ ମୋଆବର ପୁତ୍ର ହାସୁବ ଅନ୍ୟ ଏକ ଭାଗ ତଥା ଚୁଲି ଗମ୍ବୁଜକୁ ମରାମତି କଲେ। ତାହାର ପାର୍ଶ୍ୱସ୍ଥିତ ଭାଗକୁ ଜେରୁସାଲେମର ଅପର ଅଧଭାଗର ଶାସକ ହାଲାସେସର ପୁତ୍ର ଶାଲୁମ ଓ ତାର କନ୍ୟାଗଣ ନିର୍ମାଣ କଲେ। ହାନୁନ ଓ ସେନାବାସୀମାନେ ଉପତ୍ୟାକ ଦ୍ୱାର ନିର୍ମାଣ କଲେ। ସେମାନେ ତାହାକୁ ପୁନର୍ନିର୍ମାଣ କରି ତାହାର ଦ୍ୱାର ହୁଡୁକା ତଥା ଅର୍ଗଳ ସ୍ଥାପନ କଲେ। ଗବର ଦ୍ୱାର ପର୍ଯ୍ୟନ୍ତ 1000 ହାତ ଦୈର୍ଘ୍ୟ ବିଶିଷ୍ଟ ପ୍ରାଚୀର ମରାମତି କଲେ। ବେତ ଆଖେରେମ ଅଞ୍ଚଳର ଶାସକ ଓ ରେଖାବର ପୁତ୍ର ମାଲଖିଜା ଗବର ଦ୍ୱାରା ମରାମତି କଲା। ସେ ତାହାକୁ ପୁନର୍ନିର୍ମାଣ କରି ତାହାର ଦ୍ୱାର ହୁଡୁକା ତଥା ଅର୍ଗଳ ସ୍ଥାପନ କଲା। ମିସଫା ଅଞ୍ଚଳର ଶାସକ ଓ କଲହାସେର ପୁତ୍ର ସାମଲୁମ ନିର୍ଝର ଦ୍ୱାର ନିର୍ମାଣ କରି ତାହାର ଦ୍ୱାର ହୁଡୁକା ତଥା ଅର୍ଗଳ ସ୍ଥାପନ କଲା। ଦାବିଦଙ୍କ ନଗରୀଠାରୁ ଓହ୍ଲାଇ ଯାଉଥିବା ସପାନ ପାର୍ଶ୍ୱସ୍ଥିତ ରାଜାଙ୍କ ଉଦ୍ୟାନ ମଧ୍ୟବର୍ତ୍ତୀ ସେଲା ପୁଷ୍ପରଣୀର ପ୍ରାଚୀର ମଧ୍ୟ ସେ ନିର୍ମାଣ କଲା। ବେତସୁର ଅଞ୍ଚଳର ଅର୍ଦ୍ଧଭାଗର ଶାସକ ଓ ଆସବୁଖର ପୁତ୍ର ନେହାମିଆ ଦାବିଦଙ୍କ କବରସ୍ଥାନର ପ୍ରତିକୂଳ ସ୍ଥିତ କୃତ୍ରିମ ପୁଷ୍ପରଣୀ ତଥା ବୀର ଯୋଦ୍ଧାମାନଙ୍କ ବସତି ସ୍ଥାନ ପର୍ଯ୍ୟନ୍ତ ବିସ୍ତୃତ ଭାଗକୁ ନିର୍ମାଣ କଲା। ତାହାର ପାର୍ଶ୍ୱସ୍ଥିତ ଭାଗ ଲେବୀୟମାନଙ୍କ ଦ୍ୱାରା ନିର୍ମିତ ହେଲା। ବାନିର ପୁତ୍ର ରେହୁମ ତାହାର ସମୀପବର୍ତ୍ତୀ ଭାଗକୁ ମରାମତି କଲା। ତାହାର ପାର୍ଶ୍ୱସ୍ଥିତ ଭାଗକୁ କୋଇଲା ଅଞ୍ଚଳରେ ଅର୍ଦ୍ଧଭାଗର ଶାସକ ହାସାବିଆ ନିଜ ଅଞ୍ଚଳକୁ ପ୍ରତିନିଧିତ୍ୱ କରି ନିର୍ମାଣ କଲା। ତାହାର ନିକଟବର୍ତ୍ତୀ ଭାଗକୁ କେଇଲା ଅଞ୍ଚଳରେ ଅପର ଅର୍ଦ୍ଧଭାଗର ଶାସକ ବାବାଇର ପୁତ୍ର ହେନଦାଦ ଓ ତାର ଆତ୍ମୀୟ ଲୋକେ ନିର୍ମାଣ କଲେ। ଯେଉଁଠାରେ ପ୍ରାଚୀର ଉଠାଣିଆ ତଥା ପଥ ଅଭିମୁଖେ ଘୂରିତ ହୁଏ ସେ ସ୍ଥାନର
ଆସ୍ତ୍ରାଗାର ସମ୍ମୁଖସ୍ଥ ଏକ ଭାରାକୁ ମିସ୍ପାର ଶାସକ ଓ ଜେସୁଆର ପୁତ୍ର ଏସର ନିର୍ମାଣ କଲା। ସେ ସ୍ଥାନରୁ ମହାଯାଜକ ଏଲିୟା ଶିବଙ୍କ ଗୃହ ଦ୍ୱାର ଦେଶ ପର୍ଯ୍ୟନ୍ତ ବ୍ୟାପ୍ତ ଭାଗକୁ ସାବାଇର ପୁତ୍ର ବାରୁଖ ମରାମତି କଲା। ଏଲିୟା ଶିବଙ୍କ ଗୃହର ଦ୍ୱାର ଦେଶଠାରୁ ତାଙ୍କ ଗୃହର ସୀମା ପର୍ଯ୍ୟନ୍ତ ବ୍ୟାପ୍ତ ଭାଗକୁ ହାକସର ପୁତ୍ର ଓ ଉରିୟାର ପୁତ୍ର ମେରେମୋଥ ନିର୍ମାଣ କଲା। ତାର ପାର୍ଶ୍ୱସ୍ଥିତ ଭାଗକୁ ଜେରୁସାଲେମର ଚତୁଃପାର୍ଶ୍ୱସ୍ଥ ସମତଳ ଭୂମିବାସୀ ଯାଜକମାନେ ନିର୍ମାଣ କଲେ। ତାହାର ସମୀପରେ ବେଞ୍ଜାମିନ ଓ ହାସୁବ ସେମାନଙ୍କ ଗୃହର ସମ୍ମୁଖ ଭାଗକୁ ମରାମତି କଲେ। ଆନାନିଆର ପୁତ୍ର ଓ ମେସେଇୟାର ପୁତ୍ର ଆସାରିୟା ନିଜ ଗୃହର ସମୀପ ଭାଗକୁ ନିର୍ମାଣ କଲା। ଆସାରିୟାର ଗୃହଠାରୁ ଯେଉଁଠାରେ ପ୍ରାଚୀର ଘୂରିତ ହୁଏ ସେ ସ୍ଥାନ ପର୍ଯ୍ୟନ୍ତ ହେନ୍ଦାଦର ପୁତ୍ର ବିନୋଇ ନିର୍ମାଣ କଲା। ସେଠାରୁ ପ୍ରହାରୀ ସେନାମାନଙ୍କ ପ୍ରାଙ୍ଗଣ ସମ୍ମୁଖରେ ଥିବା ରାଜାଙ୍କ ଗୃହର ଯେଉଁ ଗମ୍ବୁଜ ବାହାରି ରହିଯାଇଥିଲା ତାର ସମ୍ମୁଖ ଭାଗକୁ ଉସାଇୟର ପୁତ୍ର ପାଲାଲ ନିର୍ମାଣ କଲା। ପେରେସର ପୁତ୍ର ପେଦାଇୟା ଅଫେଲବାସୀ ଦେବାଳୟ ସେବକମାନେ ପୂର୍ବ ଦିଗସ୍ଥ ଜଳଦ୍ୱାର ତଥା ବାହାରକୁ ବାହାରି ରହିଥିବା ଗମ୍ବୁଜର ସମ୍ମୁଖ ଭାଗ ମରାମତି କଲେ। ବାହାରକୁ ବାହାରି ରହିଥିବା ବିରାଟ ଗମ୍ବୁଜ ତଥା ଅଫେଲର ପ୍ରାଚୀର ପର୍ଯ୍ୟନ୍ତ ବ୍ୟାପ୍ତ ଭାଗକୁ ତେକାଇୟା ଲୋକେ ନିର୍ମାଣ କଲେ। ଅଶ୍ୱ ଦ୍ୱାରଠାରୁ ନିଜ ନିଜ ଗୃହଗୁଡ଼ିକର ସମ୍ମୁଖସ୍ଥ ଭାଗକୁ ଯାଜକମାନେ ମରାମତି କଲେ। ଇମ୍ନନର ପୁତ୍ର ସାଦକ ନିଜ ଗୃହର ସମ୍ମୁଖସ୍ଥ ଭାଗ ନିର୍ମାଣ କଲା। ପ୍ରାଚ୍ୟ ଦିଗସ୍ଥ ଦ୍ୱାରର ରକ୍ଷୀ ସେଖାନିଆର ପୁତ୍ର ସେମାଇୟା ସେ ସ୍ଥାନରୁ ନିଜ ଗୃହର ସମ୍ମୁଖସ୍ଥ ଭାଗ ପର୍ଯ୍ୟନ୍ତ ମରାମତି କଲା। ସେଲେମିଆର ପୁତ୍ର ହାନାନିଆ ଓ ସାଲଫର ଷଷ୍ଠ ପୁତ୍ର ହାନୁନ ଅନ୍ୟ ଏକ ଭାଗ ନିର୍ମାଣ କଲେ। ତାହାର ନିକଟରେ ବେରେଖିଆର ପୁତ୍ର ମେସୁଲାମ ନିଜ ଗୃହର ସମ୍ମୁଖ ଭାଗ ନିର୍ମାଣ କଲା। ପ୍ରାଚୀର ଯେଉଁଠାରେ ଘୂରିତ ହୁଏ ସେ ସ୍ଥାନରେ ଅବସ୍ଥିତ ଦ୍ୱାର ଉପର ମହଲସ୍ଥା ପ୍ରକୋଷ୍ଠଗୁଡ଼ିକର ବିପରୀତ ଭାଗ ଓ ଦେବାଳୟର ପରିଚାରକମାନଙ୍କ ତଥା ଗଣିକମାନଙ୍କ ଗୃହଗୁଡ଼ିକର ସମ୍ମୁଖ ଭାଗକୁ ସ୍ୱର୍ଣ୍ଣକାର ମାଲଖିଜା ମରାମତି କଲା। ସେ ସ୍ଥାନରୁ ମେଷ ଦ୍ୱାର ପର୍ଯ୍ୟନ୍ତ ବ୍ୟାପ୍ତ ଭାଗକୁ ସ୍ୱର୍ଣ୍ଣକାର ତଥା ବଣିକମାନେ ମରାମତି କଲେ। ନେହେମିୟା ଅଧ୍ୟାୟ 4। ପ୍ରାଚୀର ନିର୍ମାଣ ପାଇଁ ବିରୋଧ। ସନବାଲାତ ଯେତେବେଳେ ଶୁଣିଲା ଯେ ଆମ୍ଭେମାନେ ପ୍ରାଚୀର ନିର୍ମାଣ କରୁଛୁ ସେତେବେଳେ ସେ କୁପିତ ତଥା ଅତ୍ୟଧିକ ବିରକ୍ତ ହେଲା। ତେଣୁ ସେ ଯିହୁଦୀମାନଙ୍କୁ ଉପହାସ କଲା। ସେ ନିଜ ଭ୍ରାତାଗଣ ତଥା ସାମାରିଆର ସୈନିକମାନଙ୍କୁ ଶ୍ରୁତିଗୋଚର କହିଲା, ଏହି ଦୁର୍ବଳ ଯିହୁଦୀମାନେ ଏ କ'ଣ କରୁଛନ୍ତି? ସେମାନେ କ'ଣ ଏ ସମସ୍ତ ପୁନର୍ନିର୍ମାଣ କରିବେ? ସେମାନେ କ'ଣ ନୈବେଦ୍ୟ ଉତ୍ସର୍ଗ କରିବେ? ଗୋଟିଏ ଦିନରେ ସମସ୍ତ କାର୍ଯ୍ୟ ସମାପ୍ତ କରିବେ? ଦଗ୍ଧୀଭୂତ ହୋଇ ଧ୍ୱଂସାବଶେଷ ସୁଦୃଢ଼ ପଡ଼ି ରହିଥିବା ଏହି ଗଦାରୁ ସେମାନେ କ'ଣ ସେହି ପଥର ସମୂହକୁ ସଜୀବ କରାଇବେ? ସେ ସମୟରେ ଆମୋନୀୟ ତୋବିୟା ତା ସମୀପରେ ଠିଆ ହୋଇଥିଲା। ତେଣୁ ସେ କହିଲା, ହଁ, ଯାହା ସେମାନେ ନିର୍ମାଣ କରନ୍ତି ତାହା ଉପରକୁ ଗୋଟିଏ ଶୃଙ୍ଗାଳ ଯଦି ଲମ୍ଫ ଦେଇ ଚଢ଼ିବ ତେବେ ସେହି ପ୍ରାଚୀର ସବୁକୁ ଭୁଷୁଡ଼ାଇ ଦେବ। ହେ ଆମମାନଙ୍କର ଈଶ୍ୱର, ଶୁଣ, ଆମେ ଅପମାନର ପାତ୍ର ହୋଇଛୁ। ସେମାନଙ୍କର ଉପହାସ ବାକ୍ୟକୁ ସେମାନଙ୍କ ମସ୍ତକ ଉପରେ ପତିତ ହେବାକୁ ଦିଅ। ସେମାନେ ଯେପରି ବିଦେଶକୁ ବନ୍ଦୀ ରୂପେ ନିଆଯାଆନ୍ତି ଓ ସେଠାରେ ଲୁଣ୍ଠିତ ହୁଅନ୍ତି ସେଥିସକାଶେ ସେମାନଙ୍କୁ ଶତ୍ରୁ ହସ୍ତେ ସମର୍ପଣ କର। ସେମାନଙ୍କର ଦୋଷକୁ ଆଚ୍ଛାଦନ କର ନାହିଁ ଏବଂ ସେମାନଙ୍କର ପାପକୁ ତୁମ ସନ୍ନିଧାନରୁ ନିଶ୍ଚିହ୍ନ କର ନାହିଁ। ଦେଖ, ନିର୍ମାଣକାରୀମାନଙ୍କ ସମ୍ମୁଖରେ ସେମାନେ ତୁମକୁ କୁପିତ କରାଇଅଛନ୍ତି। ଏହିପରି ଆମ୍ଭେମାନେ ପ୍ରାଚୀର ନିର୍ମାଣରେ ଅଗ୍ରସର ହେଲୁ। କାନ୍ଥଟି ନଗରୀ ଚତୁଃପାର୍ଶ୍ୱ ଦେଇ ତାହାର ଅର୍ଦ୍ଧ ଉଚ୍ଚତା ପର୍ଯ୍ୟନ୍ତ ନିର୍ମିତ ହେଲା, କାରଣ ନିର୍ମାଣ କରିବା ପାଇଁ ଜନତା ଆଗ୍ରହୀ ଥିଲେ। କିନ୍ତୁ ସନବାଲାତ
ତବିଜା ଓ ଆରବିଆ, ଆମୋନୀୟ ତଥା ଆସଦୋଦୀୟ ମାନେ ଯେତେବେଳେ ଶୁଣିବାକୁ ପାଇଲେ ଯେ ଜେରୁସାଲେମର ପ୍ରାଚୀର ନିର୍ମାଣ କାର୍ଯ୍ୟ ଅଗ୍ରସର ହେଉଛି ଏବଂ ପ୍ରାଚୀରର ସମସ୍ତ ଭଗ୍ନ ସ୍ଥାନ ନିର୍ମିତ ହୋଇ ଆସୁଛି, ସେମାନେ ସେତେବେଳେ ଅତ୍ୟଧିକ କ୍ରୋଧ ହେଲେ। ତେଣୁ ଜେରୁସାଲେମ ବିରୁଦ୍ଧରେ ସଂଗ୍ରାମ କରିବା ଓ ତନ୍ମଧ୍ୟରେ ଅଶାନ୍ତି ସୃଷ୍ଟି କରିବା ପାଇଁ ସେମାନେ ଷଡ଼ଯନ୍ତ୍ର କଲେ। କିନ୍ତୁ ଆମେ ଆମ ଈଶ୍ୱରଙ୍କ ସନ୍ନିଧାନରେ ପ୍ରାର୍ଥନା କଲୁ ଓ ସଂରକ୍ଷଣ ପାଇଁ ଅହରାତ୍ର ପ୍ରହର କରିବା ସକାଶେ ଗୋଟିଏ ପ୍ରହରୀ ଦଳକୁ ନିଯୁକ୍ତ କଲୁ। ସେ ସମୟରେ ଯୁଦା କହିଲା, ଭାରବାହକମାନଙ୍କ ଶକ୍ତି ହ୍ରାସ ହୋଇଅଛି, ଆହୁରି ଅତ୍ୟଧିକ ଆବର୍ଜନା ପଦାର୍ଥ ଅବଶିଷ୍ଟ ହୋଇ ରହିଛି। ପ୍ରାଚୀର ନିର୍ମାଣ ପାଇଁ ଆମେ ଅକ୍ଷମ। ଆମ ଶତ୍ରୁମାନେ କହିଲେ, ଯେ ପର୍ଯ୍ୟନ୍ତ ଆମ୍ଭେମାନେ ସେମାନଙ୍କ ମଧ୍ୟକୁ ଯାଇ ସେମାନଙ୍କୁ ବୋଧ କରିବୁ, ସେହିପରି ସେମାନଙ୍କୁ ନିର୍ମାଣ କାର୍ଯ୍ୟରୁ ସ୍ଥଗିତ କରାଇବୁ, ସେ ପର୍ଯ୍ୟନ୍ତ ସେମାନେ କିଛି ହିଁ ଜାଣିବେ ନାହିଁ କିମ୍ବା ଦେଖିବେ ନାହିଁ। ସେମାନଙ୍କ ସମୀପବାସୀ କେତେକ ଯିହୁଦୀ ଆସି ଆମକୁ 10 ଥର କହିଲେ, ଯେଉଁ ସମସ୍ତ ସ୍ଥାନରେ ସେମାନେ ଅବସ୍ଥାନ କରନ୍ତି ସେଠାରୁ ଆସି ସେମାନେ ଆମକୁ ଆକ୍ରମଣ କରିବେ। ସୁତରାଂ ପ୍ରାଚୀରର ପଶ୍ଚାତ୍ ଭାଗ ଦେଇ ନିମ୍ନତମ ସ୍ଥାନଗୁଡ଼ିକର ଖୋଲା ସ୍ଥାନମାନଙ୍କରେ ମୁଁ ଜନତାକୁ ସେମାନଙ୍କ ପରିବାର ଅନୁସାରେ ଖଡ଼୍ଗ, ବର୍ଚ୍ଛା, ଧନୁ ପ୍ରଭୃତି ଅସ୍ତ୍ରଶସ୍ତ୍ର ଧରାଇ ସ୍ଥାପିତ କରାଇଲି। ତତ୍ପରେ ଚତୁର୍ଦିଗ ଅଭିମୁଖେ ଅବଲୋକନ କରି ପ୍ରମୁଖ ବ୍ୟକ୍ତି, କର୍ମଚାରୀ ତଥା ଅବଶିଷ୍ଟ ସମସ୍ତ ଜନତାକୁ ମୁଁ କହିଲି, ସେମାନଙ୍କ ପ୍ରତି ଭୟଭୀତ ହୁଅ ନାହିଁ। ମହାନ ତଥା ଭୟାନକ ପ୍ରଭୁଙ୍କୁ ସ୍ମରଣ କର। ତୁମ୍ଭମାନଙ୍କର ଭ୍ରାତାଗଣ, ପୁତ୍ର, କନ୍ୟା, ପତ୍ନୀ ତଥା ଗୃହଗୁଡ଼ିକ ସକାଶେ ସଂଗ୍ରାମ କର। ଆମ ଶତ୍ରୁମାନେ ଅବଗତ ହେଲେ ଯେ ସେମାନଙ୍କର ସମସ୍ତ ଗୁପ୍ତ ଆଲୋଚନା ଆମ ନିକଟରେ ପ୍ରକାଶିତ ହୋଇଯାଇଛି। ଈଶ୍ୱର ସେମାନଙ୍କର ସମସ୍ତ ସଂକଳ୍ପକୁ ବିଫଳ କରିଅଛନ୍ତି। ସୁତରାଂ ଆମେ ସମସ୍ତେ ପ୍ରାଚୀରର ନିର୍ମାଣ କର୍ମ ପୁନରାରମ୍ଭ କଲୁ। ସେହି ଦିନଠାରୁ ମୋର ସେବକମାନଙ୍କ ମଧ୍ୟରୁ ଅର୍ଦ୍ଧ ଲୋକେ ପ୍ରାଚୀର ନିର୍ମାଣ କଲେ ଓ ଅନ୍ୟ ଅର୍ଦ୍ଧ ଲୋକେ ବର୍ଚ୍ଛା, ଢାଲ, ଧନୁ ତଥା ସାଞ୍ଚୁ ପରିହିତ ହୋଇ ରହିଲେ। ନେତାମାନେ ପ୍ରାଚୀର ନିର୍ମାଣକାରୀ ଯିହୁଦୀମାନଙ୍କ ପଛ ଆଡ଼େ ଦଣ୍ଡାୟମାନ ହୋଇ ରହିଲେ। ଭାରବାହକମାନେ ଗୋଟିଏ ହସ୍ତରେ ଅସ୍ତ୍ର ଧରି ଓ ଅନ୍ୟ ହସ୍ତରେ ଭାର ବହନ କରି କାର୍ଯ୍ୟ କଲେ। ପରିଶ୍ରମ କରିବା ବେଳେ ନିର୍ମାଣକାରୀମାନେ ନିଜ କୋଟି ଦେଶରେ ଖଡ଼୍ଗ ପରିଧାନ କରିଥିଲେ। ଭେରୀ ବାଦକ ମୋ ସମୀପରେ ଦଣ୍ଡାୟମାନ ଥିଲା। ପ୍ରମୁଖ ବ୍ୟକ୍ତି, କର୍ମଚାରୀ ତଥା ଅବଶିଷ୍ଟ ଜନତାକୁ ମୁଁ କହିଲି, ପରିଶ୍ରମଟି ଦୁଷ୍କର ତଥା ବିସ୍ତୀର୍ଣ୍ଣ ଅଟେ ଏବଂ କାର୍ଯ୍ୟ କରିବା କାଳରେ ଆମ୍ଭେମାନେ ପ୍ରାଚୀର ଉପରେ ପରସ୍ପର ଠାରୁ ଦୂରେଇ ହୋଇ ରହୁଛୁ। କିନ୍ତୁ ଯେଉଁ ସ୍ଥାନରେ ଭେରୀ ବାଦନର ଶବ୍ଦ ଧ୍ୱନିତ ହେବା ତୁମ୍ଭେମାନେ ଶୁଣିବ, ସେ ସ୍ଥାନକୁ ଶୀଘ୍ର ଗମନ କରି ଆସ। ଆମ ଈଶ୍ୱର ଆମ ସକାଶେ ସଂଗ୍ରାମ କରିବେ। ଆମେ ଏହିପରି ପରିଶ୍ରମ କଲୁ। ସେମାନଙ୍କ ମଧ୍ୟରୁ ଅର୍ଦ୍ଧ ଲୋକ ପ୍ରତ୍ୟୁଷ ଠାରୁ ତାରକା ସମୂହ ଉଭା ହେବା ପର୍ଯ୍ୟନ୍ତ ବର୍ଚ୍ଛା ଧରି ରହିଥିଲେ। ସେ ସମୟରେ ମୁଁ ଜନତାକୁ ମଧ୍ୟ କହିଲି, ପ୍ରତ୍ୟେକ ବ୍ୟକ୍ତି ନିଜର ଭୃତ୍ୟ ସହିତ ଜେରୁସାଲେମର ରାତ୍ରି ଯାପନ କରନ୍ତୁ। ତାହା ହେଲେ ସେମାନେ ରାତ୍ରି କାଳରେ ଆମକୁ ପହରା ଦେବେ ଓ ଦିବା କାଳରେ ପରିଶ୍ରମ କରିପାରିବେ। ମୁଁ ମୋର ଭ୍ରାତାଗଣ, ସେବକମାନେ କିମ୍ବା ମୋତେ ଅନୁସରଣ କରିଥିବା ପ୍ରହରୀ ଦଳ ଆମ ପରିହିତ ବସ୍ତ୍ର କାଢ଼ିଲୁ ନାହିଁ ଓ ପ୍ରତ୍ୟେକ ବ୍ୟକ୍ତି ନିଜ ହସ୍ତରେ ଶସ୍ତ୍ର ଧାରଣ କରିଥିଲା। ନେହେମିଆ ଅଧ୍ୟାୟ 5। ନିର୍ଦ୍ଦନମାନଙ୍କ ଅଭିଯୋଗ। ସେ ସମୟରେ ଜନତା ଓ ସେମାନଙ୍କର ପତ୍ନୀଗଣ ନିଜ ଯିହୁଦୀ ଭ୍ରାତାମାନଙ୍କ ବିରୁଦ୍ଧରେ ଉଚ୍ଚ ସ୍ୱରରେ ଅଭିଯୋଗ କଲେ। ସେମାନଙ୍କ ମଧ୍ୟରୁ କେତେକ କହିଲେ, ପୁତ୍ର ତଥା କନ୍ୟାମାନଙ୍କ ସମେତ ଆମେ ବହୁ ସଂଖ୍ୟକ ଅଟୁ। ଆମେ ଭକ୍ଷଣ କରି ଜୀବିତ ରହିବା ସକାଶେ ଆମକୁ ଶସ୍ୟ ପ୍ରଦାନ କର। ଅନ୍ୟ କେତେକ ମଧ୍ୟ କହିଲେ, ଦୁର୍ଭିକ୍ଷ ହେତୁ ଶସ୍ୟ ପାଇବା ପାଇଁ ଆମ୍ଭେମାନେ ଶସ୍ୟ କ୍ଷେତ୍ର, ଦ୍ରାକ୍ଷା ଉଦ୍ୟାନ ତଥା ଗୃହ ସବୁକୁ ବନ୍ଧକ ରଖିଅଛୁ। ଆହୁରି କେତେକ ବ୍ୟକ୍ତି କହିଲେ,
आमे शस्य क्षेत्र तथा द्राक्षा उद्यान उपरे बसा जाइथिबा राजकीय खजना पाई आम्भे माने अर्थ कौन करियछु अर्थ ऋण करियछु किंतु आम देहर मांस आम भ्राता मानक देहर मांस सदृश व आम पुत्र कन्या माने सेमानक पुत्र कन्या मानक तुल्य हेले मध्य आम पुत्र कन्या मानक दास हेबा पाई आम्भे माने बाध्य हेउछु आम कन्या मानक मध्यरु केतेके दासी रे परिणत होई सारिछंती किंतु आम्भे माने निरुपाय कारण आम शस्य क्षेत्र द्राक्षा क्षेत्र उद्यान अन्य मानक अधिकार रे रहिछि सेमानकर अभियोग तथा ए समस्त कथा शुणी मु अत्यंत क्रोधान्वित हेली सुतरां प्रमुख व्यक्ति व अधिपति मानक विरुद्ध रे दोषारोप करिबा पाई मु निष्पत्ति नेली मु सेमानकु कहिली तुम भ्राता मानक ठारु तुमे माने प्रत्येक शुद्ध आदाय करुअछ एहा परे सेमानक विरुद्ध रे एक महासभा करी मु सेमानकु कहिली अन्य जाति मानक मध्यरे बिक्री होइथिबा आमर जिहुदी भ्राता मानकु आमे आमर सामर्थ्य मुताबक उद्धार करियछु किंतु से माने पुनर्बार आम निकटरे विकृत हेबा सकाशे तुम्हे माने से मानकु पुनश्च विक्रय करुअछ कौनसी उत्तर देई न पारिबारु से माने मौन रहिले सुतरां मु कहिली जेउ कार्य तुम्हे माने करियछ ताहा ठीक नुहे आमे माने जेपरि आम शत्रु मानकर उपहासर पात्र न हेउ सेथिपाई तुमे माने आम ईश्वरଙ୍କ प्रति भय भक्ति प्रदर्शन करी व्यपृत हेबा कोन उचित नुहे एतद् व्यतीत मु मोर भ्राता माने व सेवक गण से मानक उद्देश्य रे अर्थ तथा शस्य ऋण देयछु एही शुद्ध आदाय करिबा विषय को आमे त्याग करिबा से मानकर शस्य क्षेत्र द्राक्षा उद्यान जित उद्यान तथा गृह समूह एवं अर्थ शस्य द्राक्षारस तथा तैल पाई आदाय करिथिबा शुद्धरु एक सतमांश आज ही सेमानकु फेराई दियो से समय रे सेमाने कहिले आम्भे माने से समस्त फेराई देबु ओ सेमानक ठारु किछि ही दाबी करिबु नाही तुमर कथा अनुଯାयी आमे समस्त कार्य करिबु तत्पर जाजक मानकु डकाई सेमानक सम्मुखरे प्रत्येक निजर प्रतिज्ञा को कार्यकारी करिबे बोली मु सेमानकु शपथ कराइली सेमानक सम्मुखरे मोर अंठी झाड़ी मु कहिली जे निज प्रतिज्ञा को कार्यकारी न करिबो ईश्वर ताकू एपरि तार गृहरु व परिश्रमरु झाड़ी दियंतु से एहीपरि झड़ा होई शून्य हेउ से समय समस्त जनमंडली आमेन बोली कही प्रभुंकर स्तुति गान कले तत्पर जनता निजर प्रतिज्ञा मुताबक समस्त कार्य कले एतत् व्यतीत राजा आर्तशेषଙ୍କ राजत्वर 20तम वर्षरे जुदा अंचलर राज्यपाल रूपे नियुक्ति पाइथिबा दिन ठारू तांकर राज्यत्वर 32 वर्ष पर्यंत 12 वर्ष धरी मु किंबा मोर भ्राता माने राज्यपालଙ୍କ वेतन रूपे दिया जाउथिबा खाद्य भक्षण कलु नाही मोर पूर्व राज्यपालक माने जनता उपरे दुर्बह भार लदी दे से मानक ठारो खाद्य पदार्थ द्राक्षा रस और 40 खंड रौप्य शेकेल आदाय करथिले से मानकर सेवक माने मध्य जनता उपरे प्रभुत्व विस्तार करथिले किंतु ईश्वर को भय करिथिबा जगु मु सेपरि किछि कली नाही बरम मु प्राचीर निर्माण कार्य रे ब्रती होई रहिले मु कौनसी भूसंपद आदाय कली नाही मोर सेवक माने मध्य सेही कार्य परि समाप्त करिबा पाई मो सह लागि रहिले एतद् व्यतीत चतुर्पार्श्वस्थ जाति मानक मध्यरु आम पाखकु आसिथिबा लोके व्यतीत जिहुदी व अधिपति मानक समेत 150 जन व्यक्ति मो गहन रे भक्षण करुथिले सुतरां मो पाई प्रतिदिन गोटे बलद 6टी हृष्टपृष्ट मेष व केतेक कुकुड़ा पाक करा हेउथिला प्रत्येक 10 दिन रे संख्याधिक द्राक्षारस पूर्ण चर्म पात्र मध्य आनित हेउथिला मोर एपरि खर्च सत्वे राज्यपालଙ୍କ पाई दिया जाइथिबा भक्षण रे वेतन मु केबे हे आदाय करि नथिली कारण जनता एक दुर्बह भार बहन करिथिले हे मोर ईश्वर एही जनता निमंते मो द्वारा संपादित कार्य जोगु मोर मंगल हेबा पाई स्मरण कर।